ଶୁଣ ଶୁଣ ଶୁଣ, ରାଜାଙ୍କର ଆଦେଶ ଅଛି ଯେ ଗୋଟିଏ ପିଲାକୁ ଯିଏ ହସାଇ ପାରିବ ତାକୁ ରାଜା 1500 ମୁଦ୍ରା ପୁରସ୍କୃତ କରିବେ। ଶୁଣ ଶୁଣ ଶୁଣ। ରାଜା 1500 ମୁଦ୍ରା ପୁରସ୍କୃତ କରିବେ? ମୁଁ ତ ବହୁତ ଧନୀ, ଗୋଟେ କାମ କରିବି, ତଥାପି ଯାଉଛି ରାଜାଙ୍କଠୁ ପୁରସ୍କୃତ ଆଣିବି। ମୁଁ ତ ବହୁତ କମେଡି ନମ୍ବର 1 ନା, ସେଥିପାଇଁ ମୁଁ ଯିବି। ସେ ପଇସା ଆଣିକି ମୁଁ ଆଣିଛ କଣ କିଣିବି? ମୁଁ କିଣିବି ସଫଲ ସଫଲ ବିମଲ ବିମଲ ସଫଲ ସଫଲ ବିମଲ ବିମଲ। ବିମଲ ଖାଇ ଶାଢୀ ଖାନା ଗଲାଣି, ମୁଁ ପୁଣି ମରିଯିବି। ଜାଣିଛି ନାହିଁ, ମୁଁ ସଫଲ କିଣିବି, ବିମଲ କିଣିବି, ବିରାଟ କିଣିବି। ଏମିତିରେ ବି ମୋର ତ ହେଲାଣି 24-25 ବର୍ଷ। ବିମଲ ଖାଇଲେ କିଛି ଟେନସନ ତ ନାହିଁ ନା। ହଉ ମୁଁ ଯାଏ ନା, ମୋର ବହୁତ କାମ। ଚାଲ, ମୋର ମଧ୍ୟ ବହୁତ କାମ। ଏ ବିଚ୍ ପାଖରେ ଡାକିଦେବି, ସବୁ ଲୋକ ଶୁଣିଥିବେ। ଏବେ ଚାଲ ଆଉ ଗୋଟେ ଜାଗାକୁ ଡାକିବା। ମୁଁ ତ ବହୁତ ଜାଗା ଡାକି ଡାକି ଆଇଲିଣି। ଆଉ 8ଟା ହେଉଛି ଲାଷ୍ଟ ଜାଗା, ତାକୁ ଡାକି ଦେଇକି ଅଂଶ ଟିକେ ଶୋଇବ। ଏମିତିରେ ବି ମୁଁ ଯଦି ଭାଗ ନିଅନ୍ତି ବଢ଼ିଆ ହୁଅନ୍ତା ଯେ। ହଁ, ଭାଗ ନେଇଯିବା। ମୁଁ ଯଦି ପାଇଛି। ଶୁଣ ଶୁଣ ଶୁଣ, ରାଜାଙ୍କର ଆଦେଶ ଅଛି ଗୋଟିଏ ପିଲାକୁ ଯିଏ ହସାଇ ପାରିବ ତାକୁ ରାଜା 1500 ମୁଦ୍ରା ପୁରସ୍କୃତ କରିବେ। ଶୁଣ ଶୁଣ ଶୁଣ। ରାଜା 1500 ମୁଦ୍ରା ପୁରସ୍କୃତ କରିବେ? ମୁଁ ତାହେଲେ ଜିତିବି ଆଉ ପୁରସ୍କୃତ ରାଶି ଆଣିବି। ଏମିତିରେ ମୁଁ ତ ବହୁତ ଗରିବ। ତୁ ଆଣିବୁନି, ମୁଁ ଆଣିବି। ତୁମେ ସବୁ କେହି ଆଣିବନି, ମୁଁ ଆଣିବି। ହଉ ମୁଁ ଯାଏ, ମୋର ବହୁତ କାମ। ମୋର ମଧ୍ୟ ବହୁତ କାମ, ମୁଁ ମଧ୍ୟ ଚାଲିଲି। ଏମିତିରେ ମୁଁ ତ ବିଚ୍ ପାଖରେ ଶୋଇଥିଲି। ହଉ ମୁଁ ଚାଲିଲି, ମୋତେ ପୁଣି କମ୍ପିଟିସନରେ ଭାଗ ନେବାର ଅଛି ନା। ଯିବା ଚାଲ। ଶୁଣ ପିଲାମାନେ, ଇଏ ହେଉଛି ସେଇ ବାଳିକା। ଆକୁ ଯିଏ ରାଜା କହିଛନ୍ତି ପଠେଇବାକୁ, କାରଣ ରାଜ ଦରବାରରେ ବହୁତ ଗୋଟେ ମିଟିଂ ଚାଲିଛି। ତେଣୁ କହିଛନ୍ତି ଏଇ ଗୋଟେ ଗ୍ରାଉଣ୍ଡକୁ ପଠେଇ ଦିଅ, ପିଲାମାନଙ୍କୁ ହସେଇକି ତା କାମ ପିଲାମାନେ କରିଦେବେ। ମୁଁ ଗୋଟେ ଭାଗ ନେଇଛି, ଯିଏ ହସେଇବ ତାକୁ 1500 ଟଙ୍କା ମିଳିବ। ହଉ ଆରମ୍ଭ କର। ଫାଷ୍ଟ ଅଛି କିଏ? ଗୋପାଳ। ମୁଁ ତ ବହୁତ ଗରିବ, ଖାସ କରି ଟେଷ୍ଟ ମୁଁ ପାଇଯାଆନ୍ତି। ଏ ବାଳିକା, ତୁ ଜାଣିଛୁ ରାମ ବାବୁ ଥିଲେ ଦୋକାନରେ, ହେଲା କି ସେ ନା ମୋବାଇଲ ଦେଖୁଥିଲେ। ଗୋଟେ ଲୋକଟା ଆସିଲା, ହେଲା, ବୁଝିଲୁ ନା ନାଇଁ? ସେ ଲୋକଟା ଭାବିଲା ସେ ମୋବାଇଲ ଦେଖୁଛି, ଚାଲ ତା ଗୋଟେ ଟିକେ ପଟି ମାରିଦେବା। ସେ ତା ଗୋଟେ ଡବାରେ ଉଠିଲା, ହେଲା କି, ଆଉ ତାକୁ ଗୋଟେ 5 ଟଙ୍କା ନୋଟ ଦେଲା। କହିଲା, ଶୁଣ, ମୁଁ ଗୋଟେ 5 ଟଙ୍କା କୁରକୁରିଟେ ନେଇଛି, ବାକି ପଇସା ତୁମେ ଫେରେଇ ଦିଅ, ହେଲା କି। କିନ୍ତୁ ଦୋକାନୀ ଖୁବ୍ ଚାଲାକ, ସେ ଭାବିଲା ଏବେ ନା ପଡ଼ିଯାଉଛି। ଦେଖିଲା ସେ ତାକୁ ଦେଇଛି କେତେ ଟଙ୍କା କହିଲା? ମାତ୍ର ଟଙ୍କାଟେ ତାକୁ ଦେଇଛି, ଟିକେ କଏନଟେ, ହେଲା କି, ତାକୁ ଦେଇଛି। କିନ୍ତୁ ତା ଡ୍ରର ଦେଖିଲାନି, ଥିଲା ତା କଣ ସେଇଟା ଦେଖିଲେ ଆଉ ଟିକେ କଏନଟେ ପଡ଼ିଛି। ହରେ, ମୋତେ ଗୋଟିକା କଏନ ଦେଇଛୁ, କହୁଛୁ 5 ଟଙ୍କା ଦେଇଛି। ଆଉ ପୁଣି ଟିକେ ଏବେ କ୍ୟାମେରା ଅନ୍ କରିଥିଲି ନା, ସେ ଜାଣିଛୁ ନା ନାଇଁ, ସେ ମୋବାଇଲ ଦେଖୁନଥିଲା, ସେ କ୍ୟାମେରା ଅନ୍ କରିଥିଲା। ସେ କହିଲା, ଆଉ ଏବେ ଦେଖୁଛି ରୁହ। ଦେଖିଲା ଧରା ପଇଲା, ତାକୁ ପୋଲିସ ପକେଇଲେ, ତାପରେ ଗୋବର ବୋଳିଲା, ବୁଝିଲା? ହସିବୁନି ଯେ। ତୁ କେତେ ଘଟିଆ ମଜା ଜୋକ୍ ଶୁଣୁଛୁ ତୁ। ଗୋପାଳ, ତୁ ଆଉଟ୍। ମୁଁ ଆଉଟ୍ ହେଇଗଲି। ଏବେ ହରି, ତୋ ପାଳି। ତୁ ଜାଣିଛୁ, ଗୋଟେ ଗାଁରେ 2 ଜଣ ଭାଇ ରହୁଥିଲେ, ଜଣ ନା ଦୁଃଖା ଆଉ ଜଣ ନା ସୁଖା। ତାପରେ ତୁ ଖା। ତୁ ଯାବେ, ତୁ ମୋତେ ପାଡ଼ ଖାଇବାକୁ କହୁଛୁ। ହରି, ତୁ ଆଉଟ୍। ଆମର ତ କିଛି ଇଣ୍ଟରେଷ୍ଟ ନଥିଲା, ଖାଲି ନାକୁ ପଳେଇ ସବୁବେଳେ ଆଇଲେ ତ ପଳେଇଛି ଆଉ। ଏବେ ମଧୁ, ତୋ ପାଳି। ତୁ ଜାଣିଛୁ, ଆମେ ଦିନେ ଭୋଜି କରିଥିଲୁ। ସେ ଭୋଜିରେ କଣ ହେଲା ନା, ଗୋଟେ ମାଙ୍କଡ଼ ଆସିଲା, ଆମର ସବୁ ଖାଇବା ଖାଇଦେଲା। ଆମେ ସବୁ କାହିଁ ଖାଇଲୁ? ସେ କହିଲା, ମୁଁ ତ ଭିକ ମାଗିବା ବହୁତ ହାଲିଆ ହେଇଗଲି ୟାର,
କଷ୍ଟ ଚାରୁଟା ନା ଆଉ ହସେଇ ପାରୁନୁ ଏବେ ହଟ୍ ହଟ୍ ତୁ ଆଉଟ୍। ମଧୁ ତୁ ଆଉଟ୍ ପଳା। ମୁଁ ଆଉଟ୍ ହେଇଗଲି। ଆଜିର ଶେଷ ପ୍ରତିଯୋଗୀ ମୁଁ ଭାଗ ନେଇନି କାରଣ ପିଲାଙ୍କର ମୁଡ୍ ବହୁତ ଖରାପ। ଏ ଟିଙ୍ଗିରି ମୁଁ ଦେଖୁଛି ତୁ ସେତେବେଳୁ ପଛରେ ଅଛୁ। ତ ବଡ଼ ଭାଇ ମାନେ ତ ଜାଣ ଭାଇ ଆସି ତ କଲା ତୁ କାହିଁ ବସିଥିଲୁ ଏଇଠି। ହଉ ମୁଁ ଯାଉଛି ହେରି। ଏ ଶ୍ୟାମ ଏବେ ତୋ ପାଳି ତୁ ହସା। ତୁ ଜାଣିଛୁ ଆମ ବାରିପଟେ ମୋର ଚଢ଼ି ଶିଖୁଥିଲା ସିନା କି ଗୋଟେ ପିଲା କୁକୁର ଆସିଲା ସେ ଚୋଟ ନେଇକି ପଳେଇଲା। ତୁ ଜାଣିଛୁ ସେ ଚୋଟଟାକୁ ସେ କ'ଣ କଲା? କହୁଛି ଦାଦା ସେ ଚୋଟଟାକୁ ନେଇ ତା ଛୁଆକୁ ପିନ୍ଧିଦେଲା ଗ। ଆଉ ଛୁଆ ମୁତି ଦେଲା ଯେ ସେଇ ଚୋଟଟାକୁ ଚିପୁଡ଼ି ତା ଘରେ ପାଣି ନଥିଲା ନା କ'ଣ କୁକୁର ଘରେ ଯେ ପିଇ ଦେଲା। ହେ 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 ଆଉ ଗୋଟେ କହୁଛି ଶୁଣେ। କଦଳୀକୁ ସମସ୍ତେ ନଙ୍ଗଳା କରି ଖାଆନ୍ତି ହେ ଆଉ ଲୋକମାନେ ଏତେ ନିଷ୍ଠୁର ଯେ ନଡ଼ିଆକୁ ଭାଙ୍ଗି ତାକୁ ଦିଫାଳ କରି ତାର ମୁତ ଗୁଡ଼ାକ ପିଇ ଯାଆନ୍ତି। ଅଙ୍କଲ ଆଜିର ବିଜେତା ହେଉଛି ଏଇ ଶ୍ୟାମ। ତାକୁ ତମେ 1500 ଟଙ୍କା ଦେଇଦିଅ। ବାସ୍ ଶ୍ୟାମ ବା ତୁ ହିଁ ଏହାକୁ ହସେଇ ପାଇଲୁ। ତୁ ହଉଛୁ ପ୍ରକୃତ ଜୋକ୍ ନମ୍ବର 1। ତତେ ସରକାରଙ୍କ ଦ୍ୱାରା ଆଉ ରାଜାଙ୍କ ଦ୍ୱାରା 1500 ମୁଦ୍ରା ଭାରତୀୟ ମୁଦ୍ରା ତତେ ପ୍ରଦାନ କରାଗଲା। ଭଗବାନ ସତରେ ଅଛନ୍ତି। କିଏ କହିଲା ଭଗବାନ ନାହାନ୍ତି? ଭଗବାନ ଯିଏ ଭକ୍ତିରେ ଡାକିବ ତା ପାଖରେ ସବୁବେଳେ ଆସିବେ। ହଉ ମୁଁ ଯାଉଛି ମୋ ମାଆକୁ ଏଇ ଖୁସି ଖବରଟା କହିଦେବି। ହଉ ମୁଁ ମଧ୍ୟ ଯାଉଛି ଶ୍ୟାମ। ତୁ ବହୁତ ବଢ଼ିଆ। ତୁ ଜୋକ୍ ନମ୍ବର 1। ହଉ ମୁଁ ଯାଉଛି ମୁଁ ରାଜାଙ୍କୁ କହିଦେବି ତତେ ଦେଇଦେବେ ପୁରସ୍କାର। ଆଉ ତୋର ନାଁଟା କ'ଣ? ଶ୍ୟାମ କୁମାର ସେଠୀ, ବୟସ 25 ବର୍ଷ, ଆଉ ମାଆଙ୍କ ନାଁ କୁନ୍ତଳା କୁମାରୀ ସାବତ। ହଉ ମୁଁ କହିଦେଉଛି ଆଉ ଯାଇକି କହିଦେଉଛି ହେଲା। ଠିକଣାଟା ଶୁଣିକି ଯିବା ପାଗଳ ଭଳିଆ କାହିଁ ହେଉଛ? ଠିକଣା ହେଉଛି ୱାର୍ଡ ନମ୍ବର 15 ବାଳଙ୍ଗୀଶ୍ୱର ଫାଳିଙ୍ଗି। ହଉ ମୁଁ ରାଜାଙ୍କୁ କହିଦେବି ପ୍ରାଇସ୍ଟା ଆଉ। ତେଣୁ ପିଲାମାନେ ତୁମେ ଭଗବାନଙ୍କ ଉପରେ ବିଶ୍ୱାସ ରଖ କାରଣ ଭଗବାନ ସତରେ ଅଛନ୍ତି। ତୁମେ ତାଙ୍କୁ ଭକ୍ତିରେ ଡାକିଲେ ସେ ନିଶ୍ଚୟ ଶୁଣିବେ। ଜୟ ଜଗନ୍ନାଥ।